ମିତ୍ରତାର ଅପୂର୍ବ କାହାଣୀ। ଗୋଟିଏ ଛୋଟ ଗାଁଟି ଥିଲା। ସେଠାରେ ଦୁଇ ଜଣ ସାଙ୍ଗ ରହୁଥିଲେ, ରାମ ଓ ଶ୍ୟାମ। ରାମ ଜଣେ ସିଧା ଓ ସରଳ ଥିଲେ। ଶ୍ୟାମ ଦୟାଳୁ ଓ ଶିକ୍ଷାପ୍ରିୟ ଥିଲେ। ତାଙ୍କ ପରିବାର ମଧ୍ୟ ଘରକୁ ଘର ଲାଗିକି ରହୁଥିଲେ। ସେମାନଙ୍କୁ ସାଙ୍ଗ ହୋଇକି ଖେଳିବାକୁ ଅନୁମତି ଦେଇଥିଲେ। ରାମ ଓ ଶ୍ୟାମ ଦୁହେଁ ଲେଖାପଢ଼ା, ଖେଳକୁଦ, ମନ୍ଦିର କାର୍ଯ୍ୟ ଓ ଗାଁର ଅନେକ କାର୍ଯ୍ୟରେ ଦୁହେଁ ସାଥିରେ ରହୁଥିଲେ। କିଛି ଦିନ ପରେ ସେ ଦୁଇ ସାଙ୍ଗ ବଡ଼ ହୋଇ ସ୍କୁଲକୁ ଯିବା ଆରମ୍ଭ କଲେ। ସ୍କୁଲରେ ଦୁଇ ଜଣ ମିଶି ପାଠପଢ଼ା, ଖେଳକୁଦ କରୁଥିଲେ। ସେମାନଙ୍କର ମିତ୍ରତା ପାଠପଢ଼ା, ଖେଳକୁଦ ଓ ହସ କଥାବାର୍ତ୍ତାରେ ମିତ୍ରତା ଅଧିକ ଦୃଢ଼ ହୋଇଥିଲା। ଗାଁର ଅନ୍ୟ ପିଲାମାନେ ମଧ୍ୟ ରାମ ଓ ଶ୍ୟାମ ସହ ଖେଳିବାକୁ ଆରମ୍ଭ କଲେ। ସେମାନଙ୍କର ମିତ୍ରତା ସେତେବେଳେ ଜଣାପଡ଼ିଲା ଯେତେବେଳେ ଗାଁରେ ବଡ଼ ସମସ୍ୟା ଆସିଲା। ଗାଁର ଏକ ପୁରୁଣା ପୁଲ ଭାଙ୍ଗି ଯାଇଥିଲା, ଯାହାଦ୍ୱାରା ଗାଁର ଲୋକଙ୍କର ଯିବା ଆସିବାରେ ହୋଇପାରୁନଥିଲା। ଗାଁ ଲୋକେ ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ଯାଇପାରୁନଥିଲେ। ଏହା ଦେଖିକି ରାମ ଓ ଶ୍ୟାମ କିଛି ବିଚାର କରିଲେ। ସେମାନେ ଗାଁର ସବୁ ପିଲାକୁ ଏକାଠି କରି କହିଲେ, ଚାଲ ଗାଁର ଏହି ସମସ୍ୟାକୁ ଆମେ ମିଶିକି ସମାଧାନ କରିବା। ସବୁ ପିଲା ମିଶିକି ପୁଲ ବନେଇବା କାମକୁ ବଣ୍ଟନ କରିଲେ, ଆଉ ସବୁ ମିଶିକି ପୁଲ ବନେଇବା ସାମଗ୍ରୀ ଆଣିଲେ। ପ୍ରଥମେ ସବୁ କିଛି ଅସମ୍ଭବ ଲାଗୁଥିଲା, କାହିଁକି ନା ସେ ସମସ୍ତେ ଛୋଟ ଥିଲେ। କିନ୍ତୁ ରାମ ଓ ଶ୍ୟାମ ନିଜ ସାହସରେ ସେମାନେ ଅନ୍ୟମାନଙ୍କୁ ମଧ୍ୟ ସାହସ ଦେଲେ। ସେମାନେ ଛୋଟ ଛୋଟ କାର୍ଯ୍ୟ କରି ପୁଲ ଭାଙ୍ଗିଥିବା କାର୍ଯ୍ୟକୁ ପୁନର୍ନିର୍ମାଣ କରିବା ଆରମ୍ଭ କରିଲେ। ପ୍ରତ୍ୟେକ ଦିନ ସେମାନେ ପୁଲ ନିର୍ମାଣ କାର୍ଯ୍ୟରେ ପରିଶ୍ରମ କରିଲେ। କିଛି ସମୟ ପରେ ଗାଁ ଲୋକ ଏହି ଛୋଟ ପିଲାଙ୍କ କାମକୁ ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ। ସେମାନେ ସମସ୍ତଙ୍କୁ ସାହାଯ୍ୟ କରିବା ଆରମ୍ଭ କଲେ। ରାମ ଓ ଶ୍ୟାମ ମିତ୍ରତା, ଏକତା ଓ ନିଷ୍ଠା ଦେଖି ଗାଁ ଲୋକେ ଖୁସି ହେଲେ ଏବଂ ପ୍ରେରିତ ହେଲେ। ଶେଷରେ ଗାଁର ସମସ୍ତ ଲୋକ ଏକ ଦୃଢ଼ ଚେଷ୍ଟାରେ ପୁଲ ନିର୍ମାଣ କଲେ। ଏହି କାମରେ ରାମ ଓ ଶ୍ୟାମ ଏକତା ଏକ ଦୃଢ଼ ସନ୍ଦେଶ ଦେଲା। ସତ୍ୟ ମିତ୍ରତା ଓ ଏକତା ଦ୍ୱାରା ସମସ୍ତ ସମସ୍ୟାକୁ ହରାଇ ଯିବା ସମ୍ଭବ। ଗାଁର ଅନ୍ୟ ପିଲାମାନେ ମଧ୍ୟ ଏହାକୁ ଦେଖି ଶିଖିଲେ ଯେ ସହଯୋଗ ଓ ସତ୍ୟ ମିତ୍ର ଦ୍ୱାରା କୌଣସି ଅସମ୍ଭବ କାମକୁ ସମ୍ଭବ କରାଯାଇପାରିବ। କିଛି ବର୍ଷ ପରେ ରାମ ଓ ଶ୍ୟାମ ବଡ଼ ହେଲେ, ତଥାପି ସେମାନଙ୍କର ମିତ୍ରତା ଦୃଢ଼ ହୋଇ ରହିଥିଲା। ଗାଁ ଲୋକେ ଭାବିଲେ ଯେ ଯେତେବେଳେ ମନ ଏକାତ୍ମ ଓ ସହଯୋଗ ଭରା ଥାଏ, ସେତେବେଳେ ସମସ୍ତ ସମସ୍ୟାର ସମାଧାନ ହୋଇପାରେ। ରାମ ଓ ଶ୍ୟାମଙ୍କ କାହାଣୀ ଗାଁର ପରବର୍ତ୍ତୀ ପିଲାଙ୍କ ପାଇଁ ଏକ ପ୍ରେରଣା ହୋଇଗଲା। ସେମାନଙ୍କ ମିତ୍ରତା ଓ ସାହସ ଲୋକଙ୍କୁ ଏହା ଶିଖାଇଲା ଯେ ପ୍ରତି ସମସ୍ୟାରେ ସତ୍ୟ ମିତ୍ର ସହଯୋଗରେ ବିପଦକୁ ଜିତିବା ସମ୍ଭବ। ଶିକ୍ଷା: ଏହି କାହାଣୀ ଆମକୁ ଶିଖାଏ ଯେ ମିତ୍ରତା କେବଳ ଖେଳକୁଦ ଓ ହସିବା ସମୟ ବିତେଇବା ପାଇଁ ନୁହେଁ, ଏହା ଜୀବନର ଅସୁବିଧା ସହଯୋଗ ଓ ସମର୍ଥନ ହୋଇଥାଏ। ସତ୍ୟ ଓ ନିଷ୍ଠା ସହିତ ମିତ୍ରତା ସମସ୍ତ ସମସ୍ୟାକୁ ସମାଧାନ କରିପାରେ।